ମୋ ନାଁ ହେଉଛି ମନୀଷ। ମୋର ବୟସ 24 ବର୍ଷ। ଏହି କାହାଣୀଟି ମୋ ଜୀବନରେ ଘଟିଥିବା ଏକ ସତ୍ୟ ଘଟଣା। ମୁଁ ସେତେବେଳେ BBA କରୁଥିଲି। ଲମ୍ବା ଛୁଟି ପରେ ମୁଁ ମୋ ମାଇଁ ଓ ତାଙ୍କ ଝିଅ ନିକିକୁ କେମିତି କରିଲି ସେହି କଥାକୁ ଏହି କାହାଣୀରେ କହିଛି। ମୋର ସେମିଷ୍ଟାର ସରିବା ପରେ ମୁଁ ଛୁଟିରେ ମାମୁଙ୍କ ଘରକୁ ଯାଇଥିଲି, କାରଣ ତାଙ୍କ ଘର ମୋ କଲେଜଠାରୁ ଅଳ୍ପ ଦୂର। ଛୁଟିରେ ତାଙ୍କ ଘରେ ମୁଁ କିଛି ଦିନ ରହିବା ପାଇଁ ଯୋଜନା ବନେଇଥିଲି। ମୁଁ ମୋ ମାଇଁଙ୍କୁ ମୋର BBA ପ୍ରଥମ ବର୍ଷରେ କରିଥିଲି। ଆମ ମାଇଁ ଭଣଜାରେ ଲୁଚାଚୋରା ଆମେ ସମ୍ପର୍କ ବନାଉ। ସେ କଥା ବହୁତ ଲମ୍ବା କଥା, ତେଣୁ ମୁଁ ଆପଣମାନଙ୍କୁ ଆଜି କହୁନାହିଁ। ମୋ ମାଇଁ ଦେଖିବା ପାଇଁ ପୁରା ସୁନ୍ଦର ଲାଗନ୍ତି, ଯେମିତି ସବୁବେଳେ ସେ ମୋତେ ଅଲଗା ନଜରରେ ଚାହାନ୍ତି। ତାଙ୍କର ଛାତି ବହୁତ ଓସାର, କିନ୍ତୁ ସେ ଦେଖିବାକୁ ଭାରି ସୁନ୍ଦରୀ। ଛୁଟିରେ ମାଇଁଙ୍କୁ କରିବାର ଯୋଜନା କରି ମୁଁ ତାଙ୍କ ଘରକୁ ଯାଇଥିଲି। ଗୋଟେ ଦିନ ଦ୍ୱିପହର ସମୟ ଥିଲା। ମୁଁ ମାଇଁଙ୍କ ରୁମ୍ରେ ଚୁପ୍ କରି ପଶିଗଲି। ସେ ନାଇଟି ପିନ୍ଧି ଶୋଇଥିଲେ। ସେ ଜାଣିନଥିଲେ ମୁଁ ରୁମ୍ରେ ପଶିଛି ବୋଲି। ମୁଁ ତାଙ୍କୁ କୌଣସି ସୂଚନା ନ ଦେଇ ମୁଁ ମୋର କପଡ଼ାକୁ ଓହ୍ଲେଇଲି ଆଉ ମାଇଁଙ୍କ ପାଖରେ ଶୋଇଗଲି। ସେ ଗଭୀର ନିଦରେ ଶୋଇଗଲେ। ମୁଁ ତାଙ୍କ ହାତକୁ ଆଣି ମୋ ବାଡ଼ି ଉପରେ ରଖିଲି। ସେ ଶୋଇଥିଲେ। ମୁଁ ତାଙ୍କର କପଡ଼ାକୁ ଉପରକୁ କରି ତାଙ୍କ ଜଙ୍ଘକୁ ଚାଟିବାକୁ ଲାଗିଲି ଆଉ ତାଙ୍କର କପଡ଼ାକୁ ତଳକୁ ଟାଣି ଶୁଙ୍ଘିକି ହେଇଠି ଗେଲ କରିବାକୁ ଲାଗିଲି। ଆଉ କିଛି ସମୟ ପରେ ମାଇଁଙ୍କ ଛାତିରେ ମୋ ହାତ ମାରିବାରୁ ସେ ଉଠିଗଲେ। ମୁଁ ଭାବିଥିଲି ସେ ତାଙ୍କର କପଡ଼ାକୁ ଓହ୍ଲେଇ ମୋତେ କହିବେ, ମନୀଷ, ମୋତେ ଆଜି କରିଦିଅ। ବହୁତ ଦିନ ହେଲା ତୁମଠାରୁ ମୁଁ ଟିକେ ମଜା ପାଇନାହିଁ। କିନ୍ତୁ ସେ କହିଲେ, ବାପରେ, ତୁମେ ଏ କ'ଣ କରୁଛ? ତାଙ୍କ କଥା ଶୁଣି ଖଟର ସାଇଡ଼ରେ ଫ୍ଲୋରରେ ନିକି ଶୋଇଥିଲା। ତାକୁ ମୁଁ ଦେଖିନଥିଲି। ସେ ଉଠିକି ଠିଆ ହେଲା। ରୁମ୍ରେ AC ଲାଗିଥିବା କାରଣରୁ ସେ ବି ରୁମ୍ରେ ଶୋଇଥିଲା। ମାଇଁଙ୍କର ଛାତିକୁ ମୁଁ ଆଉଁଶୁଥିଲି। ମୋର ବାଡ଼ି ପୁରା ଠିଆ ହୋଇଥାଏ। ନିକି ମୋର ବାଡ଼ିକୁ ଦେଖି ତା ମୁହଁରେ ହାତ ଦେଇଦେଲା। ମାଇଁ କହିଲେ, ମନୀଷ, ଏସବୁ କ'ଣ? ମୁଁ ପ୍ରଥମେ ବହୁତ କରି ଡରି ଯାଇଥିଲି, କିନ୍ତୁ ତାପରେ ମୁଁ ମାଇଁଙ୍କୁ ଦେଖି କହିଲି, ମାଇଁ, ନିକିକୁ ଦେଖି ନାଟକ କର ନାହିଁ। ଯଦି ସେ ନଥାନ୍ତା ତେବେ ତୁମ ଦେହରେ ବି କପଡ଼ା ନଥାନ୍ତା। ନିକି ତାର ମାଆକୁ ଦେଖିବାକୁ ଲାଗିଲା। ସେ କହିଲା, ମା, ମନୀଷ ଭାଇ ଇଏ କ'ଣ କହୁଛନ୍ତି? କ'ଣ ଏସବୁ ସତ? ମାଇଁ କିଛି କହୁନଥିଲେ। ନିକି ସବୁ ବୁଝିଗଲା। ସେ କହିଲା, ବାପରେ, ତୁମେ ମାନେ କେତେ ଖରାପ, ଏମିତି ସମ୍ପର୍କରେ ଥାଇ ଏଭଳି କରୁଛ। ମାଇଁ ତାଙ୍କ ଝିଅକୁ କହିଲେ, ଆରେ ତୁ ଆଉ ଏତେ ଭଲେଇ ହ ନାହିଁ। ମୁଁ ତୋର ମେସେଜ ସବୁ ପଢ଼ିଛି, ଯାହାକୁ ତୁ ସବୁ ହ୍ୱାଟ୍ସଆପ୍ ଗ୍ରୁପରୁ ପଢ଼ୁ ଆଉ କରେଇ କରେଇ କହି କ'ଣ କରୁ। ସେ ଗୋଟେ କଦଳୀ ଓ ଦୁଇଟା ଅଙ୍ଗୁର କାହାଣୀ କଥା କହିବି। ମୁଁ ମନେ ମନେ ଖୁସି ହୋଇଗଲି କି ସେ ମା ଝିଅ ଏମିତି ଝଗଡ଼ା କରୁଛନ୍ତି, ଜଣେ ଜଣଙ୍କର ପୋଲ ଖୋଲୁଛନ୍ତି। ମୁଁ କହିଲି, ଆରେ ତୁମେ ଦୁଇଜଣ ଏମିତି ଝଗଡ଼ା କର ନାହିଁ। ନିକି, ଏସବୁ ଚାଲେ। ସମ୍ପର୍କରେ ହିଁ ନିଜର କରିହୁଏ। ଆଉ ଲୋକମାନେ କରିହେବା ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି। ଯଦି ସମ୍ପର୍କରେ ଏସବୁ କରିବା ଭୁଲ, ତାହେଲେ ଲୋକମାନେ ଏତେ ଖର୍ଚ୍ଚ କରି କ'ଣ ପାଇଁ ବାହାଘର ହେଉଥାନ୍ତେ? ତାହେଲେ ଲୋକ ଅଜଣା ଲୋକଙ୍କ ସହ ଏଭଳି କରନ୍ତେ। ମୋ କଥା ପୁରା ଜଣେ ଫିଲୋସଫର କଥା ପରି ଥିଲା। ଏ ଗୋଟିଏ କଥାରେ ମୁଁ ନିକିକୁ ବୁଝାଇଦେଲି। ନିକି ଟିକେ ନରମିବାରୁ ମାଇଁ ବି ତା ଉପରେ ଚଢ଼ିଗଲେ। ସେ କହିଲେ, ହଁ ଝିଅ, ମନୀଷ ଯାହା କହୁଛନ୍ତି ଠିକ୍ କହୁଛନ୍ତି। ସମସ୍ତଙ୍କ ଜୀବନରେ ଏମିତି ହୁଏ। ଦେହର ଭୋକ ବହୁତ କିଛି କରିବା ପାଇଁ ବାଧ୍ୟ କରିଦିଏ। ତୋ ବାପାଙ୍କୁ ଦେଖ, ସେ ପଡ଼ିଶା ଘର ଲତା ଆଣ୍ଟିଙ୍କର କେମିତି ଗୁଲାମ ହୋଇଛନ୍ତି। ସେ ମୋତେ ଭୁଲି ଯାଇଛନ୍ତି। ତୁ କହ, ମୁଁ ତ ପୁଣି ମୋ ଦେହ ସୁଖ ପାଇଁ କାହାର ସାହାରା ନେବି କି ନାହିଁ? ତୁ ତ ବଡ଼ ହେଲୁଣି, ନିଶ୍ଚୟ ଗୋଟେ ନାରୀର କଷ୍ଟକୁ ବୁଝିପାରୁଥିବୁ। ଏତିକି କହି ମାଇଁ କାନ୍ଦିବାକୁ ଲାଗିଲେ। ନିକି ମାଇଁଙ୍କ ପାଖକୁ ଆସିଲା। ସେ ମାଇଁଙ୍କ ମୁଣ୍ଡକୁ ତାର କାନ୍ଧ ଉପରେ ରଖି କହିଲା, ସରି ମମି, ମୁଁ ଏବେ ବି ବିନା କପଡ଼ାରେ ଥିଲି ଆଉ ମୋର ବାଡ଼ି ଶୋଇଯାଇଥିଲା। ମୁଁ ସେ ଦୁଇ ଜଣଙ୍କୁ ଯାଇ କୁଣ୍ଢେଇକି ଆଶ୍ୱାସନା ଦେଲି। ମୋ ବାଡ଼ି ମଝିରେ ପଶି ନିକିର ଜଙ୍ଘରେ ଟଚ୍ ହେଉଥିଲା। ନିକି ଗୋଟେ ଲମ୍ବା ଟି-ସାର୍ଟ ପିନ୍ଧିଥିଲା। ତାର ଜଙ୍ଘ ଖୋଲା ଥିଲା। ତା ଜଙ୍ଘରେ ମୋର ବାଡ଼ି ଟଚ୍ ହେବାରୁ ମୋର ବାଡ଼ି ପୁରା ଠିଆ ହୋଇଗଲା। ସେ ମୋତେ ଦେଖିଲା ଓ ହସିଲା। ମୁଁ କହିଲି, ମାଇଁ, ନିକିକୁ ବି ଆମ ସହ ନେଲେ କେମିତି ହେବ? ନିକି କିଛି କହିଲା ନାହିଁ। ମୁଁ ତାକୁ ଗେଲ କରିବାକୁ ଲାଗିଲି। ସେ ମୋତେ ସାହାଯ୍ୟ କଲା। ଆଉ ମାଇଁ ମୋର ବାଡ଼ିକୁ ହାତରେ ଧରି ହଲେଇବାକୁ ଲାଗିଲେ। ମୋର ବାଡ଼ି ପୁଣି ଥରେ ଜୋସରେ ଆସି ପୁରା ଠିଆ ହୋଇଗଲା। ମାଇଁ ମୋର ବାଡ଼ିର ଚମଡ଼ାକୁ ତଳକୁ କରି ପାଟିରେ ପୂରେଇ ଖାଇବାକୁ ଲାଗିଲେ। ଆଉ ମୁଁ ନିକିର ଛାତିକୁ ଖୋଲା କଲି। ସେ ଭିତରେ କିଛି ନଥିଲା,
ତାର ଛାତି ପୁରା କଠିନ ହୋଇଯାଇଥିଲା। ତାର ଛୋଟ ଛୋଟ ସେଉ ପରିକା ଦୁଇଟା ଯାକ ମୋ ଆଗରେ ଥିଲା। ମୁଁ ତାକୁ ଆଲିଙ୍ଗନ କରିଲି। ତାର ଛୋଟ ଛୋଟ ସେଉ ମୋ ଦେହରେ ଛୁଇଁ ହେଉଥିଲା। ମୁଁ ପୁଣି ତାର ପାଟିରେ ପୂରେଇ ଖାଇବାକୁ ଲାଗିଲି। ନିକି ଚିତ୍କାର କରିବାକୁ ଲାଗିଲା। ମୁଁ ତାର ବେକରେ ମୋର ଦୁଇ ହାତକୁ ରଖି ତାକୁ ଗେଲ କରିବାକୁ ଲାଗିଲି। ଅନ୍ୟପଟେ ମାଇଁ ମୋର ବାଡ଼ିକୁ ପୁରା ପାଟିରେ ପୂରେଇ ଫୁଲ ମସ୍ତିରେ ଖାଉଥାନ୍ତି। ମାଇଁ ହୁଁ ହୁଁ ହୋଇ ଶବ୍ଦ କରି ମୋର ବାଡ଼ିକୁ ଖାଉଥାନ୍ତି। ମୁଁ ନିକିକୁ କହିଲି, ତୁ ବି ମୋର ଖା। ସେ କହିଲା, ମୋତେ ଡର ଲାଗୁଛି। ମୁଁ କହିଲି, ତୋ ବୋଉକୁ ଦେଖ କେମିତି ଆରାମରେ ଖାଉଛନ୍ତି। ତାପରେ ମୁଁ ମାଇଁକୁ କହିଲି, ନିକିକୁ ଶିଖେଇ ଦିଅ କେମିତି ବାଡ଼ି ଖାଆନ୍ତି। ତାପରେ ନିକି ମୋ କଥା ଶୁଣି ଆଣ୍ଠେଇକି ବସି ପଡ଼ିଲା। ମାଇଁ କହିଲେ, ଦେଖ ୟାକୁ ଏମିତି ହାତରେ ଧରିବୁ, ଆଉ ୟାକୁ ନେଇ ଏମିତି ଗାଲ ସାଇଡ଼ରେ ନେବୁ। ପାଟି ମଝିରେ ନ ରଖି ଗାଲ ସାଇଡ଼ରେ ରଖିବୁ। ଯଦି ବାନ୍ତି ବି ହେବ ନାହିଁ ଏବଂ କଷ୍ଟ ବି ଲାଗିବ ନାହିଁ। ଥରେ ଚେଷ୍ଟା କର। ତାପରେ ମୁଁ ମାଇଁକୁ ଧରି ଉପରକୁ ନେଇ ଆସିଲି। ମୁଁ ମାଇଁକୁ ଗେଲ କରିବାକୁ ଲାଗିଲି। ସେପଟେ ନିକି ମୋର ବାଡ଼ିକୁ ପାଟିରେ ପୂରେଇଲା। ସେ 2-3 ଥର ଚେଷ୍ଟା କରିବା ପରେ ମୋର ବାଡ଼ିକୁ ଖାଇବାରେ ସଫଳ ହେଲା। ସେ ତା ବୋଉଠାରୁ ବି ବହୁତ ଭଲରେ ଖାଉଥିଲା। ସେ ମୋର ବାଡ଼ିକୁ ତଣ୍ଟି ଯାଇ ପୂରେଇ ବାଡ଼ି ଉପରେ ଦାନ୍ତରେ ହାଲକା ହାଲକା ପ୍ରେସର ଦେଉଥିଲା, ଯେଉଁଥିପାଇଁ ମୋତେ ଭାରି ମଜା ଆସୁଥିଲା। ମୋର ପାଣି ବାହାରିବା ପର୍ଯ୍ୟନ୍ତ ଆସିଯାଇଥିଲା, କିନ୍ତୁ ମୁଁ ଏବେ ଝଡ଼ିବାକୁ ଚାହୁଁନଥିଲି। ମୁଁ ନିକିକୁ କହିଲି, ତୁମେ 2 ଜଣ ଶୋଇଯାଅ। ମାଇଁ ଓ ତାଙ୍କ ଝିଅ ପାଖାପାଖି ହୋଇ ଶୋଇଗଲେ। ଆଉ ମୁଁ ଏସିର କୁଲିଂକୁ ବଢ଼େଇ ଦେଲି, କାରଣ ସେମାନେ ଆଉ କିଛି ସମୟ ଭିତରେ ବହୁତ ଗରମ ହେବାକୁ ଯାଉଥିଲେ। ମୁଁ ନିକିର ସବୁ ଖୋଲି ପକେଇଲି, ଆଉ ମାଇଁ ତାଙ୍କର ନିଜେ ଖୋଲିଲେ। ନିକି ଭିତରେ କିଛି ନଥିଲା। ମୁଁ ତାକୁ ଦାନ୍ତରେ ଟାଣିଲି। ତା ଗାତ ଉପରେ କୁଞ୍ଚୁ କୁଞ୍ଚିଆ ବାଳ ଥିଲା। ତା ଗାତରୁ ପାଣି ବାହାରେ ଓଦା ହୋଇଯାଇଥିଲା। ମୁଁ ତା ଗାତକୁ ଆଙ୍ଗୁଠିରେ ମେଲେଇ ଧୀରେ କରି ପାଟି ଲଗେଇଲି। ନିକି ଚିଲେଇ ଉଠିଲା। ମୁଁ ଆଉ ଗୋଟେ ହାତ ନେଇ ନିକିର ବୋଉ ମାନେ ମାଇଁଙ୍କ ଗାତରେ ଆଙ୍ଗୁଠି ପୂରେଇଲି। ମୋ ମାଇଁଙ୍କ ଗାତରେ ଆଙ୍ଗୁଠି ପୂରେଇ ଭିତର ବାହାର କରିବାକୁ ଲାଗିଲି। ମାଇଁ ଚିତ୍କାର ଆରମ୍ଭ କଲେ। ମୁଁ ଯେମିତି ନିକିର ଗାତରେ ମୋର ଜିଭ ବୁଲେଇଛି, ସେ ପୁରା ଚିଲେଇ ଉଠିଲା, ଆଉ ଜୋର ଜୋର ସଁ ସଁ ହେବାକୁ ଲାଗିଲା। ମୁଁ ନିକିର ବାଳୁଆ ଗାତକୁ ଚାଟୁଥାଏ ଓ ମାଇଁଙ୍କ ଗାତରେ ଆଙ୍ଗୁଠି ପୂରେଇ ଆଗପଛ କରୁଥାଏ। କିଛି ସମୟ ପରେ ନିକି ଝଡ଼ିଗଲା, କିନ୍ତୁ ମୁଁ ତାକୁ ଏବେ ଛାଡ଼ିବାର ନଥାଏ। ମୁଁ ନିକିର ଗାତରେ ଜିଭ ପୂରେଇ ମାଇଁଙ୍କ ଗାତରୁ ଆଙ୍ଗୁଠି ବାହାର କରି ମୁଁ ତାଙ୍କ ଗାତକୁ ଆଙ୍ଗୁଠିରେ ସଲସଲ କରିବାକୁ ଲାଗିଲି। ଆଉ ମାଇଁ ତାଙ୍କର ଗାତକୁ ନେଇ ନିକିର ମୁହଁ ପାଖରେ ରଖିଦେଲେ। ନିକି ମୁହଁ ପାଖେ ତାଙ୍କର ଗାତ ରଖି ବସି ପଡ଼ିଲେ। ଆଉ ନିକିର ଗାତ ମୁଁ ଚାଟୁଥିଲି, ଆଉ ନିକି ତା ବୋଉର ଗାତକୁ ଚାଟୁଥିଲା। ଆଉ ଏଇ ଭିତରେ ଆମେ 3 ଜଣ ପୁରା ଗରମ ହୋଇଯାଇଥିଲୁ। ମୁଁ ମୋର ଆଙ୍ଗୁଠିକୁ ନିକିର ଗାତରେ ପୂରେଇ ହଲେଇଲି। ତାର ଗାତ ଏତେ ଟାଇଟ୍ ନଥିଲା ବୋଧହୁଏ। ସାଇକେଲ ଚଲେଇ ତା ଗାତର ପରଦା ଫାଟି ଯାଇଥିଲା। କିଏ ଜାଣିଲା ସେ କାହାଠାରୁ ପେଲା ଖାଇଥିବ କି କାହାର ବାଡ଼ିକୁ ତା ଭିତରେ ଆଗରୁ ପୂରେଇଥିବ। ତାପରେ ମୁଁ ମୋର 2ଟା ଆଙ୍ଗୁଠି ପୂରେଇ ତା ଗାତକୁ କରିବାକୁ ଲାଗିଲି। ସେ ଚଦରକୁ ଧରି ସଁ ସଁ ହେବାକୁ ଲାଗିଲା। ସେ ପୁରା କାମୁକତା ଆବାଜ କରି ମୋତେ ଓ ମାଇଁଙ୍କୁ ଆହୁରି ଉତ୍ତେଜିତ କରି ପକାଉଥିଲା। ମାଇଁ ତାଙ୍କ ଛାତିକୁ ନିଜେ ଦଳୁଥାନ୍ତି ଓ ତାଙ୍କର ପଛକୁ ହଲେଇ ହଲେଇ ତାଙ୍କ ଝିଅ ମୁହଁରେ ତାଙ୍କର ଗାତକୁ ରଗଡ଼ୁଥାନ୍ତି। ନିକି ତାର ଜିଭକୁ ତା ବୋଉର ଗାତରେ ପୂରେଇ ଚାଟି ପକାଉଥିଲା। ଏବେ ମୁଁ ଠିଆ ହେଲି। ନିକିର ଗୋଡ଼କୁ ମେଲେଇ ମୋର ବାଡ଼ିକୁ ଧରି ମୁଁ ତାର ଗାତରେ ପୂରେଇଲି। ଏମିତି ଧକ୍କା ମାରିଲି 4 ଭାଗରୁ 3 ଭାଗ ବାଡ଼ି ଭିତରକୁ ପଶିଗଲା। ସେ କଷ୍ଟରେ ଥରି ଉଠିଲା, କିନ୍ତୁ ମୁଁ ଦୟା କଲି ନାହିଁ। ତାର ଗୋଡ଼ ଦୁଇଟାକୁ ମୋ କାନ୍ଧରେ ରଖି ମୋ ଜଙ୍ଘରେ ପୁରା ପ୍ରେସର ଦେଇ ମୁଁ ମୋର ଭଉଣୀ ଗାତରେ ମୋର ବାଡ଼ିକୁ ପୁରା ପଶେଇଲି। ତା ମୁହଁରୁ ଚିତ୍କାର ଶୁଭିଲା। ଆଉ ଏପଟେ ମୁଁ ନିକି ଉପରେ ଚଢ଼ିଗଲି ଓ ତାର ନିଶ୍ୱାସ ଅଟକିଗଲା। ମାଇଁ ଏବେ ତାଙ୍କ ଗାତରେ ପୁରା 4ଟା ଆଙ୍ଗୁଠି ପୂରେଇ ଦେଇଥାନ୍ତି ଓ ଜୋର ଜୋର କରି ଆଗପଛ କରୁଥାନ୍ତି। ମୋ ମାଇଁଙ୍କୁ ଇସାରା ଦେବାରୁ ସେ ମୋ ପାଖକୁ ଆସିଲେ। ମୋ ନିକିକୁ କରି ମାଇଁଙ୍କ ଛାତିକୁ ଚାଟିବାକୁ ଲାଗିଲେ। ତାଙ୍କ ଛାତିକୁ ଚାଟି ମୁଁ ମାଇଁଙ୍କର ବାଳୁଆ ଗାତକୁ ଚାଟିଲି। ଏପଟେ ନିକିକୁ କରୁଥାଏ। ମାଇଁଙ୍କର ଗାତ ପୁରା ଢିଲା ଥିଲା, ତେଣୁ ସହଜରେ ମୋର ଜିଭ ଆଗପଛ ହେଉଥାଏ। ମାଇଁ ତାଙ୍କ ଛାତିକୁ ଦଳେଇ ତାଙ୍କ ଗାତକୁ ଚାଟୁଥାନ୍ତି। ନିକି ଏବେ ମଜା ନେବାକୁ ଲାଗିଥାଏ, ତେଣୁ ସେ ତାର ପଛକୁ ଟେକି ଟେକି ମୋ ସହ ତାଳ ମିଳେଇ ଚାଲିଥାଏ। ଆଉ ନିକିକୁ କରିସାରିବା ପରେ ମୁଁ ମାଇଁକୁ କହିଲି, ଘଡ଼ି ବନିଯାଅ। ତାପରେ ମୁଁ ଭଉଣୀର ଗାତରୁ ମୋର ବାଡ଼ିକୁ ବାହାର କରି ତା ବୋଉର ଗାତରେ ପୂରେଇଲି। ମାଇଁ ତାଙ୍କର ପଛକୁ ହଲେଇ ହଲେଇ ମଜା ନେବାକୁ ଲାଗିଲେ। ଆଉ ନିକି ମୋ ପାଖକୁ ଆସିଲା। ମୁଁ ତାକୁ ଗେଲ କରି ତାର ଛାତିକୁ ଆଉଁସିବାକୁ ଲାଗିଲି।
ମାଇଁଙ୍କୁ କରିବା ଆବଶ୍ୟକ ନଥିଲା। ସେ ନିଜେ ତାଙ୍କର ଅଣ୍ଟାକୁ ହଲେଇ ତାଙ୍କ ଗାତରେ ମୋର ବାଡ଼ିକୁ ପୁରାଉଥାନ୍ତି। ଆଉ ନିକିର ଅଣ୍ଟାକୁ ଧରି ଆଉ ଗୋଟେ ଲମ୍ବା ଗେଲ କରିବାରୁ ସେ ପୁରା ମସ୍ତ ହୋଇଗଲା। ଆଉ 20 ମିନିଟ୍ ପର୍ଯ୍ୟନ୍ତ ଏମିତି ମୁଁ ମାଇଁଙ୍କୁ କରିଚାଲିଲି। ପୁଣି ମୋର ପାଣି ବାହାରିଗଲା ତାଙ୍କ ଗାତ ଭିତରେ। ପୁଣି ନିକି ମୁହଁରେ ମୋର ବାଡ଼ିକୁ ପୁରେଇ ମୋର ବାଡ଼ିରୁ ପାଣିକୁ ସଫା କରିଲି। ଆମେ 3 ଜଣ କିଛି ନ ପିନ୍ଧିକି ଶୋଇଗଲୁ। ମୋ ନିଦ ସେତେବେଳେ ଭାଙ୍ଗିଲା ଯେତେବେଳେ ନିକି ମୋର ବାଡ଼ିକୁ ପାଟିରେ ପୁରେଇ ଖାଇଲା। ମାଇଁ ସେପଟେ ଶୋଇଥାନ୍ତି। ଆମେ 2 ଜଣ ଖଟରୁ ତଳକୁ ଆସି ଆମ କାମରେ ଆମେ ବ୍ୟସ୍ତ ହୋଇଗଲୁ। ବନ୍ଧୁମାନେ, ମୁଁ କିଛି ଦିନ ପାଇଁ ମାମୁଁ ଘରେ ରହିବାର ଥିଲା, କିନ୍ତୁ ଏ ମା ଝିଅଙ୍କର ଗାତ ମୋତେ ବାଧ୍ୟ କରିଥିଲା ସବୁଦିନ ରହିବା ପାଇଁ। ଯେତେବେଳେ ସମୟ ମିଳୁଥିଲା ମୁଁ ଦୁହିଁଙ୍କୁ ଖୁବ୍ ମଜା ଦେଉଥିଲି ଆଉ ନିଜେ ମଧ୍ୟ ଖୁବ୍ ମଜା ଉଠାଉଥିଲି। ତ ଦର୍ଶକ ବନ୍ଧୁ, ଏହି ଥିଲା ଛୋଟ କାହାଣୀ। କାହାଣୀଟି କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଆଉ ଆପଣମାନେ କେଉଁଭଳି କାହାଣୀ ଶୁଣିବାକୁ ଚାହୁଁଛନ୍ତି ତାହା ବି କମେଣ୍ଟ କରନ୍ତୁ। ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି ତାହେଲେ ଆମ ଚ୍ୟାନେଲ ଅଙ୍କିତ ଏଫଏମ୍କୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଧନ୍ୟବାଦ।